ସମସ୍ତଙ୍କୁ ନମସ୍କାର। ଆଜିର ବିଷୟବସ୍ତୁ ହେଉଛି ଆୟୁଷ ଥାଇ ମୃତ୍ୟୁ ହୁଏ କି, ଅର୍ଥାତ୍ ବୟସ ଥାଉ ଥାଉ ଜୀବନ ଚାଲିଯାଏ କି। ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ କିଛି ପଏଣ୍ଟକୁ ବିଶ୍ଳେଷଣ କରାଯାଇଛି ଓ କିଛି ଘଟଣାକୁ ଗବେଷଣା କରାଯାଇ ଆପଣଙ୍କ ପାଖରେ ଉପସ୍ଥାପନ କରାଯାଉଛି। ଏହା କେତେ ଦୂର ସତ୍ୟ ଓ କେତେ ଦୂର ଠିକ୍, ଭିଡ଼ିଓ ଶେଷରେ ଆପଣମାନେ ତାହାକୁ ବିଚାର କରି ଗ୍ରହଣ କରିପାରିବେ। ଏହା ସିଦ୍ଧାନ୍ତ ନୁହେଁ, ଏହା ଏକ ଗବେଷଣା ଓ ବିଶ୍ଳେଷଣ ଅଟେ। ଆମ୍ଭେ ପିଲାବେଳୁ ଶୁଣି ଆସିଛୁ ଯେ ଏ ମର୍ତ୍ତ୍ୟକୁ ସମସ୍ତେ ଏକ ନିର୍ଦ୍ଦିଷ୍ଟ ବୟସ ପାଇଁ ଆସିଥାନ୍ତି। ସେହି ନିର୍ଦ୍ଦିଷ୍ଟ ବୟସ ବା ସମୟ ସରିଲା ପରେ ସେମାନେ ପୁନର୍ବାର ଫେରିଯାଆନ୍ତି, ଅର୍ଥାତ୍ ତାହା ପୂର୍ବରୁ ତାଙ୍କୁ କେହି ମୃତ୍ୟୁ ଦେଇପାରିବେ ନାହିଁ ବା ତାଙ୍କର ମୃତ୍ୟୁ ହୋଇପାରିବ ନାହିଁ। ଏହା ଈଶ୍ୱରଙ୍କ ନିର୍ଦ୍ଦେଶ ବା ଈଶ୍ୱରଙ୍କ ଦ୍ୱାରା ସ୍ଥିରୀକୃତ ବୋଲି ପିଲାଟି ଦିନରୁ ଆମେ ଶୁଣି ଆସିଛୁ ଏବଂ ଏହାକୁ 100% ଠିକ୍ ବୋଲି ଅନେକ ଲୋକ ବି ବିଚାର କରନ୍ତି। ଏହା କେତେ ଦୂର 100% ଠିକ୍ ବା ଆଂଶିକ ଭାବେ ଠିକ୍, ତାହାକୁ ବୁଝିବା ପାଇଁ, ତାହାର ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ଆମେ ଏଠାରେ 10ଟି ବିଷୟକୁ ନେଇ ଏକ ଗବେଷଣାତ୍ମକ ସନ୍ଦର୍ଭ ବା ବିଶ୍ଳେଷଣାତ୍ମକ କେତୋଟି ବିନ୍ଦୁକୁ ଏଠାରେ ଆଲୋକପାତ କରାଯାଇଛି। ପ୍ରଥମ ଗବେଷଣା ହେଲା ବା ପ୍ରଥମ ବିଶ୍ଳେଷଣ ହେଲା, ଆମେ ଜାଣୁ ଘଡ଼ଘଡ଼ି ସମୟରେ ଯେଉଁ ମୃତ୍ୟୁ ହୋଇଥାଏ, ସେହି ମୃତ ବ୍ୟକ୍ତିମାନେ ପ୍ରାୟ ଗାଈ ଗୋରୁ ଚରାଉଥିବା, ବାହାରେ ବୁଲୁଥିବା ଲୋକ, ଶ୍ରମିକ ଶ୍ରେଣୀର ଲୋକମାନେ, କୃଷକ ଏବଂ ରାସ୍ତାରେ ଚାଲି ଯାଉଥିବା ବାଟୋଇମାନେ ଏହାର ଶିକାର ହୋଇଥାନ୍ତି। କାରଣ ଏମାନଙ୍କୁ କୌଣସି ନିରାପଦ ଗୃହ ସେ ସମୟରେ ମିଳିନଥାଏ। ଯେହେତୁ ଏମାନେ ବାହାରେ ବୁଲୁଥାନ୍ତି, ଘଡ଼ଘଡ଼ି ଆସିବା ସମୟରେ ସେମାନେ ତାହାର ଶିକାର ହୋଇଥାନ୍ତି। ଏହି ଘଡ଼ଘଡ଼ି ଜନିତ ମୃତ୍ୟୁରେ ଘରେ ଥିବା ବ୍ୟକ୍ତିମାନେ, ବିଶେଷ କରି ଯେଉଁମାନେ ଘର ଭିତରେ ରହିଥାନ୍ତି, ସୁରକ୍ଷିତ ରହିଥାନ୍ତି, ସେମାନଙ୍କର ପ୍ରାୟ ମୃତ୍ୟୁ ହୁଏ ନାହିଁ। ଅଧିକାଂଶ ଏଥିରେ କେବଳ ଗରିବ ଶ୍ରେଣୀର ଲୋକମାନଙ୍କର ମୃତ୍ୟୁ ହୋଇଥାଏ। ତେଣୁ ଏହାକୁ ଅକାଳ ମୃତ୍ୟୁ କହିବା ବା ବୟସ ଥାଉ ଥାଉ ମୃତ୍ୟୁ କହିବା କିଛି ଭୁଲ ହେବ ନାହିଁ। ଦ୍ୱିତୀୟ ପଏଣ୍ଟ ହେଲା, ବନ୍ୟା ବାତ୍ୟାରେ କାନ୍ଥ ପଡ଼ି ବା କାନ୍ଥ ଭୁଷୁଡ଼ି ମୃତ ହେଉଥିବା ବ୍ୟକ୍ତିମାନେ ପ୍ରାୟ ଗରିବ ଶ୍ରେଣୀର ଏବଂ ଦାରିଦ୍ର୍ୟ ଭିତରେ କାଳାଳିପାତ କରୁଥିବା ଶ୍ରେଣୀର ଲୋକମାନେ, ଅର୍ଥାତ୍ ଯେଉଁମାନଙ୍କ ପାଖରେ ପକ୍କା ଘର ନଥାଏ, ଯେଉଁମାନେ ଚାଳ ଛପର କାନ୍ଥ ଘରେ ରହିଥାନ୍ତି, ସେହିମାନେ ହିଁ ଏହି ବନ୍ୟା ବାତ୍ୟା ଭଳି ଦୈବୀ ଦୁର୍ଘଟଣାରେ ମୃତ ହୋଇଥାନ୍ତି। ଏହି ଘଟଣାରେ ସମ୍ଭ୍ରାନ୍ତ ସମ୍ପନ୍ନ ବ୍ୟକ୍ତି, ଧନିକ ବ୍ୟକ୍ତିମାନେ ବା ଯେଉଁମାନେ ପକ୍କା ଘରେ ରହୁଛନ୍ତି ସୁରକ୍ଷିତ ଭାବେ, ସେମାନଙ୍କର କାନ୍ଥ ଭୁଷୁଡ଼ି ନଥାଏ ଏବଂ ସେମାନେ ବୟସ ଥାଉ ଥାଉ ମୃତ୍ୟୁ ମୁଖରେ ପଡ଼ନ୍ତି ନାହିଁ ଏଇଭଳି ଘଟଣା ଜନିତରେ। ତ ଏହାକୁ ବି ଆୟୁଷ ଥାଉ ଥାଉ ମୃତ୍ୟୁ କହିବା ହୁଏତ କିଛି ଭୁଲ ହେବ ନାହିଁ। ତୃତୀୟ ପଏଣ୍ଟ ହେଲା, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିରୋସୀମା ନାଗାସାକି ଉପରେ ଯେଉଁ ବୋମା ଆକ୍ରମଣ କରାଗଲା ଏବଂ ଏଥିରେ ଅନେକ ଲୋକ ମୃତାହତ ହେଲେ, କେବଳ ସେହି ଅଞ୍ଚଳର ଲୋକମାନେ ହିଁ ମୃତ୍ୟୁବରଣ କଲେ। ଅନ୍ୟାନ୍ୟ ଅଞ୍ଚଳ ଯେଉଁଠି ବୋମା ବିସ୍ଫୋରଣ ହେଲା ନାହିଁ, ସେଇଠାର ଲୋକ ମୃତ୍ୟୁ ହେଲେ ନାହିଁ। ଅର୍ଥାତ୍ ଏଠାରେ ଯଦି କୁହାଯିବ ଯେ ହିରୋସୀମା ନାଗାସାକିର ଲୋକଙ୍କର ନିଶ୍ଚିତ କିଛି ଆୟୁଷ ଥିଲା, ତାଙ୍କୁ ଆୟୁଷ ପୂର୍ବରୁ ନିପାତ କରି ଦିଆଗଲା। ବର୍ତ୍ତମାନ ବି ଆମର ସମ୍ପ୍ରତି ଚାଲିଥିବା ରୁଷିଆ ୟୁକ୍ରେନ ଯୁଦ୍ଧରେ ଯେଉଁମାନେ ସବୁ ମୃତ୍ୟୁବରଣ କରୁଛନ୍ତି, ତାଙ୍କର ନିଶ୍ଚିତ ଭାବରେ ଆୟୁଷ ଥିଲା ବୋଲି କୁହାଯିବ। କିନ୍ତୁ ଯୁଦ୍ଧର ବିଭୀଷିକା ଯୋଗୁଁ ଏବଂ ଦୁଇ ନେତାଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଯୋଗୁଁ ଯେଉଁ ଆକ୍ରମଣ ହେଉଛି, ସେଥିରେ ବିଶେଷତଃ ସୈନିକମାନଙ୍କର ଏବଂ କିଛି ଦୁର୍ବଳ ବ୍ୟକ୍ତିମାନଙ୍କର ମୃତ୍ୟୁ ହେଉଛି। ଏଠାରେ ଉଭୟ ନେତାଙ୍କର ମୃତ୍ୟୁ ହୋଇନାହିଁ ବା ଯେଉଁମାନେ ଉଚ୍ଚ ଉଚ୍ଚ ପଦବୀରେ ଅଛନ୍ତି, ସମ୍ଭ୍ରାନ୍ତ ସମ୍ପନ୍ନ ବ୍ୟକ୍ତିମାନେ, ସେମାନେ ଅନ୍ୟ ଦେଶକୁ ଚାଲିଗଲେ
ଯାହା ଫଳରେ ସେମାନଙ୍କର ଅକାଳ ମୃତ୍ୟୁ ହେଲା ନାହିଁ ବୋଲି କୁହାଯିବ। ଚତୁର୍ଥ ପଏଣ୍ଟ ଆସିଲା, ଡାକ୍ତରମାନେ ଯଦି ଭୁଲ ଇଞ୍ଜେକ୍ସନ ଦେଇ ଦିଅନ୍ତି କିମ୍ବା ଭୁଲ ଔଷଧ ଦିଅନ୍ତି କିମ୍ବା ଭୁଲ ଅପରେସନ କରିଦିଅନ୍ତି, ତାହେଲେ ମଧ୍ୟ ଅନେକ ଲୋକଙ୍କର ଜୀବନ ଚାଲିଯାଏ। ଏବଂ ଏଥିପାଇଁ ଡାକ୍ତରଙ୍କୁ ଦୋଷ ଦେଇ ଅନେକ ଜାଗାରେ ଉତ୍କ୍ଷିପ୍ତ ହୋଇ ଲୋକମାନେ ଆକ୍ରମଣ କରନ୍ତି। ଯେଉଁ ବ୍ୟକ୍ତିମାନେ କହନ୍ତି ଯେ ଆୟୁଷ ଥାଉ ଥାଉ ମୃତ୍ୟୁ ହୋଇପାରିବ ନାହିଁ, ସେହିମାନେ ତତ୍କ୍ଷଣାତ୍ ସେ ଜାଗାରେ ଏକଥା ଭୁଲି ଯାଇ ଡାକ୍ତରକୁ ତାହେଲେ କାହିଁକି ଆକ୍ରମଣ କରୁଛନ୍ତି? ଯଦି ସେମାନେ ଭାବୁଛନ୍ତି ବା ସେମାନେ ସ୍ୱୀକାର କରୁଛନ୍ତି ଯେ ଆୟୁଷ ଥାଇ ମୃତ୍ୟୁ ହୋଇପାରିବ ନାହିଁ, ତାହେଲେ ଏଇଭଳି କ୍ଷେତ୍ରରେ ଲୋକମାନେ କାହିଁକି ରକ୍ତମୁଖା ହୋଇଯାଉଛନ୍ତି? ଏଥିରୁ ଜଣାପଡୁଛି ଯେ ଆୟୁଷ ଥାଇ ମଧ୍ୟ ମୃତ୍ୟୁ ହୋଇଯାଇପାରେ। ପଞ୍ଚମ ପଏଣ୍ଟ ହେଲା, ବର୍ତ୍ତମାନ ସମାଜରେ ଚାଲିଥିବା ହିଂସା ଅପରାଧ ଦ୍ୱାରା ଜଣେ ଜଣଙ୍କୁ ହତ୍ୟା କରିଦିଏ ବା ଅନେକ ଜାଗାରେ ଆମର ଗଣସଂହାର ବି ହୁଏ। ସମ୍ପ୍ରତି ଭାରତୀୟ ଲୋକସଭା ବିଧାନସଭାରେ ଯେଉଁ ସବୁ ନିର୍ବାଚନ ଅନୁଷ୍ଠିତ ହେଲା, ଏଥିରେ ଜଣେ ଲୋକ ଅନ୍ୟ ଜଣଙ୍କୁ ହତ୍ୟା କରିଦେଲା ବା ଅନେକ ଜାଗାରେ ଗଣ୍ଡଗୋଳ ହୋଇ ବହୁତ ଲୋକ ମିଳିତ ଭାବରେ ଜଣଙ୍କୁ ହତ୍ୟା କରିଦେଲେ। ଏହା ଫଳରେ ଯାହାର ମୃତ୍ୟୁ ହେଲା ତାହାକୁ ଅକାଳ ମୃତ୍ୟୁ କୁହାଯିବନି, ତ ଆଉ କ'ଣ କୁହାଯିବ? ଅର୍ଥାତ୍ ବୟସ ଥାଇ ମଧ୍ୟ ମୃତ୍ୟୁ ହୋଇପାରିବ ବୋଲି ଏଠାରେ କହିବା କିଛି ଭୁଲ ହେବ ନାହିଁ। ଷଷ୍ଠ ପଏଣ୍ଟ ହେଲା, ଆଜିକାଲି ପ୍ରତ୍ୟେକ ଘରେ ପରିବାରରେ ସ୍ୱାମୀ ସ୍ତ୍ରୀ ମାନଙ୍କ ମଧ୍ୟରେ କଳହ ଅର୍ଥାତ୍ ପାରିବାରିକ ହିଂସା ଯୋଗୁଁ ଆତ୍ମହତ୍ୟା ଏକ ନୀତିଦିନିଆ ଘଟଣା ହୋଇସାରିଲାଣି। ଏଇଭଳି ପରିବାରରେ କଳହ ଲାଗି ରହେ ଯେ ଅନେକ ଜାଗାରେ ଦେଖାଯାଏ ମା ତାର ପିଲାମାନଙ୍କୁ, ଛୋଟ ଛୋଟ ଛୁଆମାନଙ୍କୁ ବି କୂଅରେ ଫୋପାଡ଼ି ଦେବା, ପାଣି ଟାଙ୍କିରେ ଫୋପାଡ଼ି ଦେବା କିମ୍ବା ହତ୍ୟା କରିଦେବା କିମ୍ବା ଗୁଳି ମାରିଦେବା ଇତ୍ୟାଦି ଭଳି ଘଟଣା ଗୁଡ଼ିକ ଘଟି ଯାଉଛି। ଏହି ପାରିବାରିକ କଳହରେ ପିଲାମାନଙ୍କର କୌଣସି ଭୂମିକା ନଥାଏ, ତଥାପି ବାପା ମାଙ୍କର କଳହ ଯୋଗୁଁ ସେମାନେ ଏହାର ଶିକାର ହୋଇ ଦୀର୍ଘ ଜୀବନରେ ବଞ୍ଚି ରହିବାର ଯେଉଁ ଈଶ୍ୱର ତାଙ୍କୁ ପଠାଇଥିଲେ, ତାଙ୍କେ ଅକାଳରେ ଚାଲିଗଲେନି, ତାକୁ କ'ଣ କୁହାଯିବ? ସପ୍ତମ ପଏଣ୍ଟ ହେଲା, ସହରର ମଝିରେ ବା ସହର ମଧ୍ୟରେ ଲୋକମାନେ ଯେଉଁ ଯାତାୟାତ କରିଥାନ୍ତି, ଏଥିରେ ବହୁତ ଭିଡ଼ ହୋଇଥାଏ। ଆମର କିନ୍ତୁ ଦୁର୍ଘଟଣା ଜନିତ ମୃତ୍ୟୁ ବହୁତ କମ ସହର ଭିତରେ। ଭିଡ଼ ହୋଇଥାଏ କିନ୍ତୁ ଦୁର୍ଘଟଣା କମ ହୋଇଥାଏ, କାରଣ ସମସ୍ତଙ୍କ ଗାଡ଼ି ଧୀର ସ୍ଥିରରେ ଚାଲିଥାଏ, ସମସ୍ତଙ୍କର ମନ ଗାଡ଼ିର ଚଳେଇବା ଉପରେ ମନୋନିବେଶ ଥାଏ, ସମସ୍ତଙ୍କର ଏକ୍ସିଲେଟର ଗିଅର ଉପରେ ମନ ପୁରାପୁରି ଭାବରେ ଥାଏ ଏବଂ ମୁଖ୍ୟ ହେଲା ଆମ ଗାଡ଼ି ଆମ ନିୟନ୍ତ୍ରଣରେ ଥାଏ। କିନ୍ତୁ ସହର ବାହାରକୁ ଚାଲିଗଲେ ଯେତେବେଳେ NHରେ ଗାଡ଼ି ଚଲାଯାଏ, ସେଠାରେ ଦେଖାଯାଏ ଅଧିକାଂଶ ଦୁର୍ଘଟଣା ହୁଏ, ଅର୍ଥାତ୍ ଏକ ନୀତିଦିନିଆ ଘଟଣା ଘଟିଥାଏ। କାରଣ କ'ଣ? ଯୋଉଠି ଭିଡ଼ ହୁଏ ସେଠି ଆକ୍ସିଡେଣ୍ଟ ହୁଏ ନାହିଁ, କିନ୍ତୁ ଯୋଉଠି ଖୋଲା ରାସ୍ତା ହୋଇଯାଏ ସେଇଠି ଦୁର୍ଘଟଣା ହେବାର ମୁଖ୍ୟ କାରଣ ହେଲା ସମସ୍ତେ ଗାଡ଼ିକୁ ଦ୍ରୁତ ଗତିରେ ଚଲାଇଥାନ୍ତି, ଗାଡ଼ିକୁ ନିୟନ୍ତ୍ରଣରେ ରଖିନଥାନ୍ତି ଏବଂ ଅନ୍ୟମନସ୍କ ଭାବରେ ସେମାନେ ଗାଡ଼ି ଚଲାଇଥାନ୍ତି, ଯାହା ଫଳରେ ଅନେକ ଦୁର୍ଘଟଣା ଘଟେ। ଏହାକୁ ଅକାଳ ମୃତ୍ୟୁ କୁହାଯିବନି, ତାକୁ କ'ଣ କୁହାଯିବ? ଆଜିକାଲି ଦେଖାଯାଏ ଏହାକୁ ରୋକିବା ପାଇଁ ସରକାର NHକୁ ଯେତେବେଳେ 6 ଲେନ୍ 8 ଲେନ୍ ଏଇଭଳି ତିଆରି କଲେ, ଓଭରବ୍ରିଜ କଲେ, ତାର ଦୁର୍ଘଟଣା ସଂଖ୍ୟା କମିଯାଇଛି, ଅର୍ଥାତ୍ ମୃତ୍ୟୁ ସଂଖ୍ୟା କମିଯାଇଛି। ତେଣୁ ଦୁର୍ଘଟଣା ଜନିତ ମୃତ୍ୟୁ ହୁଏତ ମନୁଷ୍ୟମାନେ ବିଚାର କରିପାରନ୍ତି ଏହା ଭଗବାନଙ୍କ ଯୋଗ ଥିଲା ବୋଲି, କିନ୍ତୁ ଯଦି ବୈଜ୍ଞାନିକ ଦୃଷ୍ଟିକୋଣରୁ କୁହାଯିବ, ପ୍ରାୟ ଦୁର୍ଘଟଣା ଜନିତ ମୃତ୍ୟୁ ଏକ ଅକାଳ ମୃତ୍ୟୁ ଓ ବୟସ ଥାଉ ଥାଉ ମୃତ୍ୟୁ କୁହାଯିବା କିଛି ଭୁଲ ହେବ ନାହିଁ। ନେକ୍ସଟ ପଏଣ୍ଟ ବା 8 ନମ୍ବର ପଏଣ୍ଟ ହେଲା, ଆମେ ସବୁବେଳେ ଯଦି ଚିନ୍ତାଗ୍ରସ୍ତ ରହିବା, ମାନସିକ ଅବସାଦ ରହିବା, ତାହେଲେ ଆମ ଶରୀର ନିଶ୍ଚିତ ଭାବରେ ରୋଗାଗ୍ରସ୍ତ ହେବ ଏବଂ ଶରୀର କ୍ଷୀଣ ହେବ, ଶୀଘ୍ର ରୋଗ ଆକ୍ରମଣ କରିବ, ବୟସ ଥାଉ ଥାଉ ମୃତ୍ୟୁ ହେବ। ଏହା କହିବା କିଛି ଭୁଲ ଅଟେ ନାହିଁ।
ନବମ ବିନ୍ଦୁ ହେଲା ଯେ ଆଜିକାଲି ଦେଖାଯାଉଛି ବିଭିନ୍ନ ଜାଗାରେ ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରନ୍ତି। ଆମେ ଅନେକ ସମୟରେ ଖବରକାଗଜରେ ଟିଭିରେ ଶୁଣୁ ବିଷାକ୍ତ ମଦ ମୃତ୍ୟୁ, ଅର୍ଥାତ୍ କୌଣସି ଏକ ଜାଗାରେ ଯଦି ବିଷାକ୍ତ ମଦ ପିଅନ୍ତି ବା ଖାଦ୍ୟ ବିଷକ୍ରିୟା ହୋଇଯାଏ କିମ୍ବା ଜଣେ ଲୋକ କାହାକୁ ଯଦି ହତ୍ୟା କରିବାକୁ ଥିବ ଷଡ଼ଯନ୍ତ୍ର କରିବି ବିଷ ମିଶାଇ ହତ୍ୟା କରିଦିଅନ୍ତି। ତ ଏହାକୁ ଆମେ କହିବା ଆୟୁଷ ଥାଉ ଥାଉ ମୃତ୍ୟୁ ବୋଲି କିଛି ଭୁଲ ହେବ ନାହିଁ। ଦଶମ ବିନ୍ଦୁ ଆସିଲା ବା ଦଶମ ପଏଣ୍ଟ ହେଲା, ଆମେ ଯଦି ଆମ ଶରୀରରେ ଘଟୁଥିବା ରୋଗ ଓ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିବା, ଠିକ୍ ସମୟରେ ସ୍ୱାସ୍ଥ୍ୟର ଯତ୍ନ ନେବା ନାହିଁ, ଠିକ୍ ଖିଆପିଆ କରିବା ନାହିଁ, ବ୍ୟାୟାମ କରିବା ନାହିଁ, ଯୋଗ ଅଭ୍ୟାସ କରିବା ନାହିଁ, ମନକୁ ଶାନ୍ତ କରିବା ପାଇଁ ପୂଜା ପ୍ରାର୍ଥନା କରିବା ନାହିଁ, ତାହେଲେ ଏ ଶରୀର ନିଶ୍ଚିତ ଭାବରେ ବୟସ ଥାଉ ଥାଉ ଅକାଳ ମୃତ୍ୟୁ ହେବାର ସମ୍ଭାବନା ଥାଏ। ଉକ୍ତ 10ଟି ପଏଣ୍ଟକୁ ଯଦି ଆମେ ବିଚାର କରିବା, ଏହି 10ଟି ପଏଣ୍ଟରେ ନିଶ୍ଚିତ ଭାବରେ ଏହା ସ୍ପଷ୍ଟ ଭାବେ ଅନୁମେୟ ହେଉଛି ଯେ ଜଣଙ୍କର ଆୟୁଷ ଥାଉ ଥାଉ ମୃତ୍ୟୁ ବି ହୋଇପାରିବ। ତାହେଲେ ଏହାକୁ କିପରି ରୋକାଯାଇପାରିବ? ଏହାକୁ ରୋକିବା ପାଇଁ ଆମେ ଯେତେ ଚେଷ୍ଟା କଲେ ବି 100% ସଫଳତା ପାଇପାରିବା ନାହିଁ, କିନ୍ତୁ ଏହାର ପରିମାଣ ହ୍ରାସ ହୋଇପାରିବ। ଯେପରିକି ଆମେ ସବୁବେଳେ ସଚେତନତା ରହି ସବୁବେଳେ ନିରାପଦ ରହିବା ପାଇଁ ବୈଜ୍ଞାନିକ ପଦ୍ଧତି ଆପଣେଇବା, ପ୍ରକୃତିକୁ ଲକ୍ଷ୍ୟ କରିବା, ଈଶ୍ୱରଙ୍କ ସୃଷ୍ଟିକୁ ଅବମାନନା କରିବା ନାହିଁ, ଈଶ୍ୱରଙ୍କ ପ୍ରତି ଔଦ୍ଧତ୍ୟ ପ୍ରକାଶ କରିବା ନାହିଁ। ଆମର ଯାହା ଅଭିଜ୍ଞ ଲୋକମାନେ ବା ଡାକ୍ତରମାନେ ବା ଯେଉଁମାନେ ସବୁ ଆଧ୍ୟାତ୍ମିକ ବିଷୟରେ ଆମକୁ ସଚେତନ କରାଇଥାନ୍ତି, ତାହାକୁ ଯଦି ଆମେ ମାନି ଚଳି ଯଦି ସଂଯମତାର ସହିତ ଆମେ କାର୍ଯ୍ୟ କରିବା, ତାହେଲେ ପ୍ରାୟ ମୃତ୍ୟୁ ମାନେ ବୟସ ଥାଉ ଥାଉ ମୃତ୍ୟୁକୁ ଏଡ଼ାଇ ହେବ। ଆମେ ତ ନିଶ୍ଚିତ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ନିଶ୍ଚିତ ହେବ ଏବଂ କେତୋଟି ରୋଗ ଅଛି ତାହା ଦ୍ୱାରା ତ ମୃତ୍ୟୁ ହେବ, ମୃତ୍ୟୁ ସୁନିଶ୍ଚିତ, ଏହାକୁ କେହି ଅଟକାଇ ପାରିବ ନାହିଁ। କିନ୍ତୁ ଆୟୁଷ ଥାଉ ଥାଉ ବା ବୟସ ଥାଉ ଥାଉ ବା ଅକାଳ ମୃତ୍ୟୁକୁ କିଛି ମାତ୍ରାରେ ହ୍ରାସ କରାଯାଇପାରିବ। ଏଠାରେ ଆଉ ଗୋଟିଏ ବିଷୟବସ୍ତୁ ଆମେ ଆଲୋଚନା କରିବା ଯେ ଆମେ ଦେଖିବା ଯେଉଁମାନେ ଦୀର୍ଘାୟୁ, ଯେଉଁମାନେ ସୁସ୍ଥ ସବଳ, ଯେଉଁମାନେ ଶତାୟୁ ପାଖାପାଖି 80-90 ବର୍ଷ ବଞ୍ଚନ୍ତି, ସେମାନେ ପ୍ରାୟ ସବୁବେଳେ ବୈଜ୍ଞାନିକ ପଦ୍ଧତି ଆପଣେଇଥାନ୍ତି। ଯେପରିକି ରାଜନୈତିକ ବ୍ୟକ୍ତିମାନେ, ସମ୍ଭ୍ରାନ୍ତ ସମ୍ପନ୍ନ ବ୍ୟକ୍ତିମାନେ, ଶିଳ୍ପପତିମାନେ, ଅର୍ଥାତ୍ ସମାଜରେ ପ୍ରତିଷ୍ଠା ଲାଭ କରିଥିବା ଆମର ଫିଲ୍ମ ଷ୍ଟାର, କ୍ରିକେଟର ଏବଂ ଧନୀ ବ୍ୟକ୍ତିମାନେ ଏବଂ ଯେଉଁମାନେ ପ୍ରାୟ ଏସବୁ ଆମର ଆଧ୍ୟାତ୍ମିକ ଉପରେ ଯାଇଥାନ୍ତି, ବିଶେଷ କରି ଯେଉଁମାନେ ବାବାମାନେ, ବାବାଜୀ ମାନେ, ସେମାନେ ବି ଦୀର୍ଘ ଦିନ ବଞ୍ଚିଥାନ୍ତି। ଏହାର କାରଣ ପାପ ପୁଣ୍ୟ ନୁହେଁ, ଏହାର କାରଣ ହେଲା ସେମାନେ ସମ୍ପୂର୍ଣ୍ଣ ଭାବରେ ପ୍ରକୃତି ଏବଂ ବୈଜ୍ଞାନିକ ପଦ୍ଧତି ଅର୍ଥାତ୍ ଆଧ୍ୟାତ୍ମିକ ଓ ବିଜ୍ଞାନ ଜଗତକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରିଥାନ୍ତି, ଯାହା ଫଳରେ ସେମାନଙ୍କର ଆୟୁଷ ଟିକେ ଦୀର୍ଘାୟୁ ହୋଇଥାଏ। ଏଥିରୁ ଆପଣମାନେ ବିଚାର କରନ୍ତୁ, ଆପଣ କେଉଁ ରାସ୍ତାରେ ଯିବେ ବା ଆପଣଙ୍କୁ କେଉଁଟା ଠିକ୍ ଲାଗିଲା, ଏ ବିଚାର ଆପଣଙ୍କର, ଏହା ମୋର ନୁହେଁ। ମୁଁ ଏଠାରେ କେତୋଟି ପଏଣ୍ଟକୁ ଆପଣମାନଙ୍କ ପାଖରେ ଉପସ୍ଥାପନା କଲି। ଆପଣ ଏହାକୁ ସିଦ୍ଧାନ୍ତ ଭାବି ପାରନ୍ତି ବା ଏହାକୁ ଗ୍ରହଣ କରନ୍ତି ବା ଗ୍ରହଣ ନ କରନ୍ତି, ଏହା ଆପଣଙ୍କ ଉପରେ ନିର୍ଭର କରେ। ସମସ୍ତଙ୍କୁ ନମସ୍କାର। ମୁଁ ଡକ୍ଟର ଅଶ୍ୱିନୀ କୁମାର ରାଉତ, ସହକାରୀ ପ୍ରଫେସର, ଗଣିତ ବିଭାଗ।